ସମ୍ମାନନୀୟ ଶ୍ରୋତାବନ୍ଧୁମାନଙ୍କୁ ମୁଁ ପ୍ରଫେସର ଶରତ ରଥ ଅଭିନନ୍ଦନ ଜଣାଉଛି। ଗଙ୍ଗାଧର ମେହେରଙ୍କ ବିରଚିତ ତପସ୍ୱିନୀ କାବ୍ୟର ଆଲୋଚନାର ପ୍ରଥମ ଭାଗରେ ଆମେ ନିର୍ବାସିତା ସୀତାଙ୍କର ବାଲ୍ମୀକି ଆଶ୍ରମରେ ପହଞ୍ଚିବାର ପ୍ରସଙ୍ଗ ଉପସ୍ଥାପନା କରିଥିଲେ ଏବଂ ତାହା ସହିତ ଥିଲା ବାଲ୍ମୀକି ଆଶ୍ରମର କିଛି ଅନୁପମ ଦୃଶ୍ୟର ବର୍ଣ୍ଣନା। ସୀତାଙ୍କର ରହଣୀର ପ୍ରଥମ ରାତି ପାହିଲା ପରେ ସକାଳ ଆସିବାର ଚିତ୍ର ପ୍ରଦତ୍ତ ହୋଇଥିଲା। ସକାଳର ମନମୁଗ୍ଧକର ଲଳିତ ବର୍ଣ୍ଣନା ଆମେ ଶୁଣିଥିଲେ। ତମସାର ଆଦର ଓ ଅଭିନନ୍ଦନ, ଅନୁକମ୍ପାଙ୍କର ବାତ୍ସଲ୍ୟ ସ୍ନେହ କବି ଗଙ୍ଗାଧରଙ୍କ ଲେଖନୀରେ ଅତ୍ୟନ୍ତ ମର୍ମସ୍ପର୍ଶୀ, ଯାହାର ପ୍ରସ୍ତାବନା ଆମେ ପ୍ରଥମ ଭାଗରେ କରିଥିଲେ। ବର୍ତ୍ତମାନ ଦ୍ୱିତୀୟ ଭାଗରେ ସେହି ବସନ୍ତ ସକାଳର ମନମୋହିନୀ ମଧୁମୟ ଚିତ୍ରର ଅଙ୍କନ କେତେକ ଭାବରେ କରିବା। ସଜ ସକାଳରେ ଆଶ୍ରମର ଗଛପତ୍ରରେ ପଡ଼ିଛି ନରମ ଖରା, କାକରରେ ପ୍ରତିଫଳିତ ହୋଇ ଝଲମଲ ଶୋଭା ସୃଷ୍ଟି ହେଉଛି। ମନେ ହେଉଛି ସତେଅବା ହୀରା, ନୀଳା, ମୋତି, ମାଣିକ୍ୟର ଝରା ଅଳଙ୍କାର ଝୁଲୁଛି କି? କବିଙ୍କ କଥାରେ ଏକେତ ମଧୁର ବସନ୍ତ କାଳ, ବାଳ ଭାନୁ ହେମ କିରଣ ଜାଳ, ପ୍ରସରି ଶିଶିର ଜର୍ଜର ପର୍ଣ୍ଣେ, ଲୀଳା କରୁଅଛି ବିବିଧ ବର୍ଣ୍ଣେ, ଶିଶିର ବିନ୍ଦୁରେ ପଡ଼ି ଯେ, ହୀରା ଲୀଳା ମୋତି ମାଣିକ୍ୟ ପଟଳ, ବିଚିତ୍ର ଦେଉଛି ଗଢ଼ି ଯେ। ସୀତାଙ୍କର ଉପସ୍ଥିତିରେ ସେ ଆଶ୍ରମର ପରିବେଶ ଅତ୍ୟନ୍ତ ମଧୁମୟ ହୋଇଗଲା। ତାଙ୍କର ତନୁ ଲାବଣ୍ୟରେ କାନ୍ତିମୟ ଓ ଦୀପ୍ତିମୟ ହୋଇଗଲା ବନଭୂମି। ସେଠାରେ ଥିବା ସମସ୍ତେ ସୀତାଙ୍କ ଠାରୁ କିଛି କଥା ମାଗିନେଲେ। ଏଇ ଯେମିତି ଭ୍ରମର ମାଗିନେଲା ସୀତାଙ୍କର କେଶକାନ୍ତି, ଚମ୍ପା ମାଗିନେଲା ଅଙ୍ଗର ସ୍ୱର୍ଣ୍ଣିମ ରଙ୍ଗ, ଅଧରର ରକ୍ତିମାରେ ସୁରଞ୍ଜିତ ହେଲା ମନ୍ଦାର ଫୁଲ, ସମସ୍ତେ ଶୋଭାମୟ ହେଲେ, ମଧୁମୟ ହେଲେ। କବିଙ୍କ କଥାରେ କେଶକାନ୍ତି ମାତ୍ର ନେଲା ଷଟ୍ପଦ, ଚମ୍ପା ନେଲା ତନୁ କାନ୍ତି ସମ୍ପଦ, ମନ୍ଦାରକୁ ଗଲା ଅଧର ରୁଚି, ଆଉ ଯା ଯହିଁକି ଯାହାର ରୁଚି, ସର୍ବେ ହେଲେ କାନ୍ତିମୟ ଯେ। ସ୍ୱର୍ଗ ଲକ୍ଷ୍ମୀ କିବା ମର୍ତ୍ତେ ଆସି କଲା, ଉଦ୍ୟାନକୁ ଲୀଳାମୟ ଯେ। ସମଗ୍ର ଉଦ୍ୟାନ ନମ୍ରନତ ହେଲେ ସୀତାଙ୍କ ପାଦରେ। ସତୀ ସୀତାଙ୍କର ସାନ୍ନିଧ୍ୟରେ ଝଲସି ଉଠିଲା ମୁନି ଉଦ୍ୟାନ। ଏତିକିବେଳେ ମାତୃ ପ୍ରତିମା ଅନୁକମ୍ପା ସୀତାଙ୍କୁ ଆସି ଆଶ୍ରମର ରୀତିନୀତି ବୁଝାଇଦେଲେ। କହିଲେ, ମୁନି କୁମାରୀମାନଙ୍କ ସହିତ ମିଶି ବୃକ୍ଷ ମୂଳରେ ଜଳ ଢାଳିବାକୁ, ମାତ୍ର ଅଧିକ ଶ୍ରମ ନ କରିବାକୁ ନିର୍ଦ୍ଦେଶ ଦେଲେ। ଏଥିସହିତ ପାନ ଭୋଜନରେ ଲାଜ ନ କରିବାକୁ ବୁଝାଇ କହିଲେ। ଅନୁକମ୍ପା କହିଲେ, କୁମାରୀମାନଙ୍କ ସଙ୍ଗରେ ରହି
ଜଳ ଆଣୁଥିବୁ ତୁମ୍ବିରେ ବହି, ତେଜୁଥିବୁ ତାଙ୍କ ଉତ୍ସାହ ଦୀପ, ତେଜୁ ନଥିବେ ସେ ତୋର ସମୀପ, ଦେଇଛି ମୁଁ ତାଙ୍କୁ କହି ଯେ, ପାନ ଭୋଜନରେ ଲଜ୍ଜା ନ କରିବୁ, ପିପାସା ବୁଭୁକ୍ଷା ସହି ଯେ। ଏହିପରି ଭାବରେ ଦିନ ପରେ ଦିନ ବିତିଗଲା। ତାପସ ତାପସୀଙ୍କର ସ୍ନେହ ବନ୍ଧନରେ ବାନ୍ଧି ହୋଇଗଲା ସୀତାଙ୍କର ହୃଦୟ। ବନ୍ଦୀ ହେଲା ଅନ୍ତରର ଗଭୀରତମ ପ୍ରଦେଶ। ଦିନେ ସନ୍ଧ୍ୟାରେ ମଞ୍ଜୁଳ ପରିବେଶରେ ମାଧବୀ, ବକୁଳ, ମଲ୍ଲୀ, ନିଆଳି ଫୁଲର ମହକରେ ମହକି ଉଠିଲା ଆଶ୍ରମର ପରିବେଶ। ଧୀର ପବନ ସଞ୍ଚରଣରେ ବାତାବରଣ ସୁଧାସିକ୍ତ ହୋଇଗଲା। ଗଛପତ୍ରର ଫାଙ୍କେ ଫାଙ୍କେ ଝରି ପଡ଼ିଲା ଜହ୍ନ କିରଣ। ଶୋଭାମୟ ଏବଂ ଆନନ୍ଦମଗ୍ନ ହୋଇଗଲା ସେହି ପରିବେଶ। ସୀତା ସେତିକିବେଳେ ଜଣେ ମୁନି କୁମାରୀଙ୍କ ଆଗରେ ବିଗତ ଦିନର ତାଙ୍କର ଅଭୁଲା ସ୍ମୃତିଚିତ୍ର ସବୁକୁ ଅଙ୍କନ କଲେ। ତାଙ୍କ ଆଗରେ ତାଙ୍କର ସ୍ୱୟଂବର, ବିବାହ, ଶାଶୁଘରର ସ୍ନେହ ସରାଗ ସମେତ ସବୁକିଛି ଚିତ୍ର ବର୍ଣ୍ଣନା କଲେ। ସୀତା କହିଲେ, ମୁଁ ଯାହା ଦେଖିଲି ସଖୀ ଶ୍ୱଶୁରଙ୍କ ଘରେ, ଭାବିଲି ନଥିବ ତାହା ସୁରେନ୍ଦ୍ର ନବରେ। ଶ୍ୱଶୁର ଶାଶୁଙ୍କ ସ୍ନେହ, ସ୍ୱାମୀଙ୍କ ପୀରତି, ତୁଚ୍ଛ ଜ୍ଞାନ କରାଇଲା ମୋତେ ସ୍ୱର୍ଗ ପ୍ରତି। ବର୍ଷା ଦିନର ନଦୀ ପରି ସ୍ୱଚ୍ଛନ୍ଦରେ ଦିନ ବହିଗଲା ଶାଶୁଘରେ ଅଯୋଧ୍ୟାରେ। 12 ବର୍ଷ ବିତିଗଲା, ଲାଗିଲା କିନ୍ତୁ 12 ଦିନ ପରି। ଦିନେ ଶୁଣିଲି ଆସନ୍ତାକାଲି ସ୍ୱାମୀ ମୋର ରାଜସିଂହାସନ ଆରୋହଣ କରିବେ। ସେ ରାତିର ଚିତ୍ର ଥିଲା ଯେତିକି ଉଦ୍ବେଗ ମୁଖର, ସେତିକି ଆବେଗ ମଧୁର। ରାମ ରାଜା ହେବେ ବୋଲି କାଲି ଶୁଭ ପ୍ରଭାତରେ ସାରା ରାତି ବାଜୁଥିଲା ନଗରେ ନଗରେ, କୁଟିରେ କୁଟିରେ ମଙ୍ଗଳ ବାଜଣା, ଜଳୁଥିଲା ପ୍ରଦୀପର ମାଳା। ହେଲେ ହଠାତ୍ ସବୁକିଛି ଓଲଟ ପାଲଟ ହୋଇଗଲା ସଖୀ। ବିନା ମେଘରେ ବଜ୍ରପାତ ହେଲା। ସବୁକିଛି ମ୍ଳାନ ହୋଇଗଲା। ଯେବେ ଶୁଣାଗଲା ରାମ ବନବାସ ଯିବେ ଏବଂ ଭରତ ରାଜା ହେବେ, ସଭିଙ୍କର ଆନନ୍ଦର ପୂର୍ଣ୍ଣ ଚନ୍ଦ୍ର ରାହୁଗ୍ରସ୍ତ ହୋଇଗଲା। ରାମ କିନ୍ତୁ ସ୍ଥିର ଆଉ ସ୍ଥିତପ୍ରଜ୍ଞ। ପିତୃସତ୍ୟ ପାଳନ ପୂର୍ବକ ବନବାସ ଯିବା ପାଇଁ ସେ ପ୍ରସ୍ତୁତ ହେଲାବେଳେ ମୁଁ କହିଲି, ଚକିତେ ବୋଇଲି ନାଥ ତୁମେ ଗଲେ ବନ, ରାଜପୁରେ ଏ ଦାସୀର କିସ ପ୍ରୟୋଜନ, ହୋଇଥାନ୍ତି ରାଜରାଣୀ ହେବି ଭିକାରିଣୀ, ଶ୍ରୀପଦ ସେବିବି ହୋଇ କାନନ ଚାରିଣୀ। ଏହାପରେ ଶ୍ରୀରାମଙ୍କ ସହ ମୁଁ ବନକୁ ଗମନ କଲି। ସାଙ୍ଗରେ ଯାଇଥିଲେ ଦେବର ଲକ୍ଷ୍ମଣ। ଗହନ ବନ, ନଦୀ ନିର୍ଝର, ତୃଣ ପ୍ରାନ୍ତର କେତେ କେତେ ଭ୍ରମିଲୁ। ବନଫୁଲର ବାସ୍ନାରେ ବିମୋହିତ ହେଲି। ପକ୍ଷୀମାନଙ୍କ କାକଳିରେ ବିଭୋର ହେଲି। ଶ୍ରୀରାମଙ୍କର ଆଦରରେ ଭୁଲିଗଲି ଅଯୋଧ୍ୟାର ରାଜଉଆସ। ଭୁଲିଗଲି ରାଜ ଉଦ୍ୟାନର ଭୁବନ ଭୁଲା ପରିବେଶ। ବନଭୂମି ଲାଗିଲା ମୋତେ ସତେ ଯେମିତି ଅଳକାପୁରୀ ପରି।
ମାତ୍ର ଦିନେ ପଞ୍ଚବଟିରେ ସବୁ ସୁଖ ସରାଗ ବାସି ଶାଗ ପରି ମଉଳିଗଲା ସଖୀ। ଚିତ୍ର ମୃଗଟିଏ ଦେଖି ଲୋଭରେ ତାକୁ ଆଣିବାକୁ ଶ୍ରୀରାମଙ୍କୁ ଅନୁରୋଧ ପୂର୍ବକ ପଠାଇଦେଲି। ଦୂରକୁ ଦୂରକୁ ଚାଲିଗଲେ ସେ ମୃଗ ପଛରେ। ଶୁଭିଲା ଦୂରରୁ ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ ଶବ୍ଦ। ଏହି ଶବ୍ଦ ଶୁଣି ଲକ୍ଷ୍ମଣଙ୍କୁ ପଠାଇଦେଲି ଶ୍ରୀରାମଙ୍କ ନିକଟକୁ। କେତେ ଅନିଚ୍ଛାରେ କେତେ ବାଧ୍ୟବାଧ୍ୟକତାରେ ଲକ୍ଷ୍ମଣ ସେଦିନ କୁଡ଼ିଆରୁ ଦୂରକୁ ଦୂରକୁ ଚାଲିଗଲେ। ଏବେ ସେଇ କଥା ମନେ ପଡ଼ୁଛି, ବ୍ୟଥାରେ ବିଦୀର୍ଣ୍ଣ ହେଉଛି ମୋ ଅନ୍ତର। ଏହା ଥିଲା ରାକ୍ଷସୀର ମାୟା, ମୁଁ କିନ୍ତୁ ଜାଣିପାରିଲି ନାହିଁ। ଏତିକିବେଳେ ଯୋଗୀନ୍ଦ୍ର ବେଶରେ ଆସି ଜଣେ କୁଟୀର ଦ୍ୱାରରେ ଭିକ୍ଷା ମାଗିଲା। ସୀତାଙ୍କ କଥାରେ ବିପଦ ହୋଇ ଏଣେ ବିଗ୍ରହ ଧାରି, ଯୋଗୀନ୍ଦ୍ର ବେଶେ ଦ୍ୱାରେ ହେଲା ଭିକାରୀ। ସ୍ୱାମୀ ଆସିବା ଯାଏ ନଟାକି ମନ୍ଦ, ଭିକ୍ଷା ନିମନ୍ତେ କଲା ଘୋର ନିର୍ବନ୍ଧ। ଭିକ୍ଷା ଦିଅନ୍ତେ ବଳେ ଧରି ମୋ କର, ବିମାନେ ବସାଇଲା ନେଇ ସତ୍ୱର। କଲି ବିନୟ କେତେ କେତେ ତର୍ଜନ, ନକଲା କର୍ଣ୍ଣପାତ ତହିଁ ଦୁର୍ଜନ। ଏହାପରେ ରାବଣପୁରର ଏକ ଉଦ୍ୟାନରେ ସୀତାଙ୍କର ରହିବାର ଦୃଶ୍ୟ ବର୍ଣ୍ଣନା କରିଛନ୍ତି ଗଙ୍ଗାଧର ମେହେର। ଅଶୋକ ବନର ବର୍ଣ୍ଣନା କରି ସୀତା କହୁଛନ୍ତି, ଅଶୋକ ତରୁ ତହିଁ ଅଧିକ ତର, କୁସୁମ ପୁଞ୍ଜେ ପୁଞ୍ଜେ ଦିଶେ ସୁନ୍ଦର। ଉଦ୍ୟାନ ମଧ୍ୟେ ଏକ ଉଜ୍ଜ୍ୱଳ ହର୍ମ୍ୟ, ବିବିଧ ରତନରେ ଦିଶଇ ରମ୍ୟ। ବୋଇଲା ଯୋଗୀ ମୋତେ ସେଠାରେ ରହ, ଗଣିବୁ ନାହିଁ ଚିତ୍ତେ କାନ୍ତ ବିରହ। କେତେ କେତେ ନାରୀଙ୍କୁ ମୋର ଚାରି ପାଖରେ ଜଗାଇ ଦେଲା। ମୋତେ ସେବା କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେଲା। ତାର ମହିମା ମୋତେ ଶୁଣେଇବାକୁ ସେମାନଙ୍କୁ ଆଦେଶ ଦେଲା। ସେତେବେଳ ପର୍ଯ୍ୟନ୍ତ ମୁଁ ଜାଣିନଥିଲି ଏ ଯୋଗୀ କିଏ। ପରେ ଦାସୀମାନଙ୍କ ଠାରୁ ଶୁଣିଲି ତାର ନାମ ରାବଣ ବୋଲି। ଦାସୀଙ୍କ ବଚନରୁ ଜାଣିଲି କ୍ରମେ, ରାବଣ ତ୍ରିଭୁବନ ଜୟୀ ବିକ୍ରମେ। ଡରନ୍ତି ସୁରପତି ଶୁଣି ତା ନାମ, ସିନ୍ଧୁ ପରୀକ୍ଷାକୃତ ଲଙ୍କା ତା ଧାମ। ସେ ଦାସୀମାନଙ୍କୁ କହିଗଲା ତାର ମହିମା ମୋ ଆଗରେ ଶତମୁଖରେ ଗାନ କରି ମୋ ମନକୁ ଭୁଲାଇବା ପାଇଁ। ଦାସୀମାନେ ତାର ନିର୍ଦ୍ଦେଶରେ ସେସବୁ କଥା କଲେ, ମାତ୍ର ସବୁ କଥା ହୋଇଗଲା ସେମାନଙ୍କର ବ୍ୟର୍ଥ, ଅର୍ଥହୀନ। ଯେତେବେଳେ ଦୃଢ଼ ମନୋବଳ ସହ ମୁଁ ଭାବୁଥିଲି, ହେଉ ଏ ଜମାଳୟ ଅଥବା ସ୍ୱର୍ଗ, ବିହରୁ ଥାନ୍ତୁ ଏଥି ଦେବତା ବର୍ଗ। କେ କରି ପାରିବ ମୋ ଚିତ୍ତ ହରଣ, କୌଶଲ୍ୟା ସୁତ ଏକା ମୋର ଶରଣ। ସମୟକ୍ରମେ ଶ୍ରୀରାମଚନ୍ଦ୍ର ରାବଣକୁ ବଧ କଲେ ଏବଂ ମୋତେ ଲଙ୍କାରୁ ଉଦ୍ଧାର କଲେ। ହେଲେ ତାଙ୍କ ମନରେ ରହିଲା ଟିକିଏ ସନ୍ଦେହ ଯେ ରାବଣ ଭବନରେ କିଛିଦିନ ଥିବାରୁ ମୋ ମନରେ କାଳେ ପାପ ସ୍ପର୍ଶ କରିଥିବ। ଶ୍ରୀରାମଙ୍କର ଏହି ସନ୍ଦେହ ମୋଚନ ନିମନ୍ତେ ମୋ ନିଜ ଇଚ୍ଛାରେ ଅଗ୍ନି ପରୀକ୍ଷା ମୁଁ ଦେଲି। ଅଗ୍ନି ପରୀକ୍ଷା ବେଳେ ଧର୍ମକୁ ପ୍ରଣାମ କରି କହିଥିଲି,
हे धर्म निज गुणे रह ମୋ ଅଙ୍ଗେ, ନ ଡରି ଅନଳରେ ପଶ ମୋ ସଙ୍ଗେ। ମୋ ତନୁ ଦଗ୍ଧ ହେଲେ ହେବ ତ ଖାର, ତାହାକୁ କରାଇବ ପାଦ ପେସାର। ଶୀତରୁ କାଷ୍ଠ ଦେଇ ବର୍ଦ୍ଧ କି ହାତେ, କରାଇ ଦେବ ପ୍ରଭୁ ପାଦୁକା ମତେ। ଅଗ୍ନିରେ ପ୍ରବେଶ କଲାବେଳେ ଦେଖିଲି ଶ୍ରୀରାମ ଲକ୍ଷ୍ମଣ ଉଭୟ କାନ୍ଦୁଥିଲେ। ଉତ୍ତୀର୍ଣ୍ଣ ହେଲି ସଖୀ ଅଗ୍ନି ପରୀକ୍ଷାରେ। ଅନଳ ଜଳି ଜଳି ନିର୍ବାପିତ ହେଲା। ମୁଁ ଅନଳରୁ ଅକ୍ଷତ ଅବସ୍ଥାରେ ବାହାରି ଆସିଲି। ଏହାପରେ ମୁଁ ସ୍ୱାମୀଙ୍କ ସହ ଅଯୋଧ୍ୟାକୁ ଫେରିଲି। ବସାଇ ମୋତେ ପ୍ରଭୁ ସ୍ୟନ୍ଦନ ବରେ, ଘେନି ବାନର ରୁକ୍ଷ ଦଳ ସଙ୍ଗରେ। ବାହୁଡ଼ା ବିଜେ କଲେ ଅଯୋଧ୍ୟା ମୁଖେ, ଗଗନ ପଥେ ଜୟ ଉଲ୍ଲାସ ସୁଖେ। ଅଯୋଧ୍ୟାରେ ଶ୍ରୀରାମଙ୍କର ଅଭିଷେକ ହେଲା। ସେ ହେଲେ ରାଜା ଆଉ ମୁଁ ହେଲି ରାଜରାଣୀ। କିଛି ଦିନ ଆନନ୍ଦରେ ବିତିଗଲା। ମୋର ଗର୍ଭୋଦୟ ହେଲା। ମୋତେ କିନ୍ତୁ ବିପଦ ଅନୁସରଣ କରିବା ଛାଡ଼ିଲା ନାହିଁ। ଗର୍ଭକାଳୀନ ଇଚ୍ଛାକୁ ପୂରଣ କରିବା ପାଇଁ ଶ୍ରୀରାମଚନ୍ଦ୍ର ଚାହିଁଲେ ଏବଂ ତାଙ୍କ ନିର୍ଦ୍ଦେଶରେ ଲକ୍ଷ୍ମଣ ମୋତେ ଗଙ୍ଗା କୂଳରେ ଛାଡ଼ିଗଲେ। ମାତ୍ର ଅସଲ କଥାଟି ଥିଲା ପ୍ରଜାଙ୍କ ସନ୍ଦେହ। ଏଇ କଥା କହି ସୀତା ବିକଳ ସ୍ୱରରେ କାନ୍ଦିବାକୁ ଲାଗିଲେ। ଗଙ୍ଗାଧରଙ୍କ କଥାରେ ସେଇ କ୍ରନ୍ଦନ ଧ୍ୱନି ଅତ୍ୟନ୍ତ ମର୍ମନ୍ତୁଦ ଥିଲା। ସୀତାଙ୍କୁ ସେତେବେଳେ ମୁନିକୁମାରୀମାନେ କେତେ କେତେ ପ୍ରବୋଧନା ଦେଲେ, ଆଶ୍ୱାସନା ଦେଲେ। ଗଙ୍ଗାଧରଙ୍କ କଥାରେ ଭାସିଲେ ଅନର୍ଗଳ ଲୋତକ ଝରେ, ଧଇଲେ ମୁନି ସୁତା ତାଙ୍କୁ ସତ୍ୱରେ। ଅପୂର୍ବ ବର୍ଣ୍ଣନାର ଅନୁପମ ଉପସ୍ଥାପନାରେ କବି ଗଙ୍ଗାଧର ସିଦ୍ଧହସ୍ତ। ତାଙ୍କର ବର୍ଣ୍ଣନା ବୈଭବର ପଟାନ୍ତର ନାହିଁ। ଆମେ ପରବର୍ତ୍ତୀ ଅଧ୍ୟାୟରେ ତପସ୍ୱିନୀ କାବ୍ୟର ବିଷୟବସ୍ତୁକୁ ଆଲୋଚନା କରିବା। ଶ୍ରୋତାବନ୍ଧୁମାନଙ୍କୁ ମୋର ପୁନର୍ବାର ନମସ୍କାର।